नमस्कार बंधुମାନେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣଙ୍କ ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ PPM ଅଲ୍ ଇନ୍ ୱାନ୍ରେ। ଆଜି ଆମେ କଥା ହେବା ଓଡ଼ିଶାର ଗର୍ବ ପବିତ୍ର ଧାମ ଜଗନ୍ନାଥଙ୍କ ମନ୍ଦିର ବିଷୟରେ। କିନ୍ତୁ ଏହା କେବଳ ଏକ ମନ୍ଦିର ନୁହେଁ, ଏଠାରେ ଲୁଚିଛି କିଛି ଅଦ୍ଭୁତ ରହସ୍ୟ, ଯାହାକୁ ଆଜି ପର୍ଯ୍ୟନ୍ତ ମଧ୍ୟ ବିଜ୍ଞାନ ଠିକ୍ ଭାବେ ବୁଝିପାରି ନାହିଁ। ତାହେଲେ ଚାଲନ୍ତୁ ଆଜି କିଛି ଦେଖିବା ସେଇଭଳି ରହସ୍ୟ ବା ଆପଣମାନଙ୍କୁ ମୁଁ ବଖାଣିବି ସେ ରହସ୍ୟ ବିଷୟରେ। ତ ପଛା 7ଟି ରହସ୍ୟକୁ ନେଇ ମୁଁ ଆପଣଙ୍କ ପାଖରେ ଆଜି ଉପସ୍ଥିତ ହୋଇଛି। ପ୍ରଥମ ହେଉଛି ମୂର୍ତ୍ତିର ରହସ୍ୟ ବା ଅଧୁରା ମୂର୍ତ୍ତିର ରହସ୍ୟ। ଆପଣ ଦେଖିଥିବେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କର ମୂର୍ତ୍ତି ସମ୍ପୂର୍ଣ୍ଣ ନୁହେଁ। ଏହା ପଛରେ ରହିଛି ଏକ ଚମତ୍କାର କଥା। ଏକ ଦିବ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ବିଶ୍ୱକର୍ମା ମୂର୍ତ୍ତି ତିଆରି କରୁଥିଲେ, କିନ୍ତୁ ସର୍ତ୍ତ ଥିଲା ଦ୍ୱାର ଖୋଲାଯିବ ନାହିଁ। କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ତାଙ୍କ ରାଣୀ ବାଚଳ ହୋଇ କାଳେ ବୁଢ଼ା ଲୋକଟି ମରିଯିବ ଭାବି ସେହି ଦ୍ୱାରଟିକୁ ଖୋଲି ଦେଇଥିଲେ ଏବଂ ସେହି ମୁହୂର୍ତ୍ତରେ ଅନ୍ତର୍ଧାନ ହୋଇଗଲେ ବିଶ୍ୱକର୍ମା ଓ ସେଥିପାଇଁ ମୂର୍ତ୍ତି ଗଢ଼ାଟି ଅଧା ହୋଇ ରହିଗଲା। ଏହି ଭିଡ଼ିଓକୁ ମୁଁ ଭଲ ଭାବେ ବିଶ୍ଳେଷଣ କରି ପୂର୍ବ ଭିଡ଼ିଓରେ ପକାଇଥିଲି, ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପ୍ସନରେ ଦେଇଦେବି। ଏବେ ଯିବା ଦ୍ୱିତୀୟ ରହସ୍ୟକୁ, ସମୁଦ୍ର ଶବ୍ଦର ରହସ୍ୟ। ମନ୍ଦିର ଭିତରେ ଆପଣ ସମୁଦ୍ର ଶବ୍ଦ ଶୁଣିପାରିବେ ନାହିଁ। ବହୁତ ଲୋକ ମନ୍ଦିର ଯାଇଥିବେ, ଆପଣ ଦେବେ ନିଶ୍ଚିତ ଭାବେ ନୋଟିସ୍ କରିଥିବେ କି ଆପଣ ଯେତେବେଳେ 22 ପାହାଚ ଚଢ଼ିକି ଯାଉଛନ୍ତି ସେତେବେଳେ ସମୁଦ୍ର ଶବ୍ଦ ପ୍ରାୟ କାନକୁ ବାଜୁଥାଏ। କିନ୍ତୁ ହଠାତ୍ ମନ୍ଦିରର ସମ୍ମୁଖ ଗୃହରେ ପ୍ରବେଶ କଲେ ହଠାତ୍ କିନା ସେହି ଗର୍ଜନ ଶୁଭିବା ବନ୍ଦ ହୋଇଥାଏ। ଏହି ଅଦ୍ଭୁତ ଘଟଣା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି। ତୃତୀୟରେ ପତାକାର ଅଜବ ନିୟମ। କ'ଣ ଅଜବ ନିୟମ? ମନ୍ଦିର ଶିଖରରେ ଥିବା ପତାକା ସବୁବେଳେ ପବନରେ ବିପରୀତ ଦିଗକୁ ଉଡ଼େ। ପବନ ଯେଉଁ ଦିଗରେ ହୁଏ ତାର ବିପରୀତ ଦିଗରେ ହିଁ ପତାକା ଉଡ଼େ। ପ୍ରତିଦିନ ଏକ ପୂଜାରୀ କୌଣସି ସୁରକ୍ଷା ବିନା ଉପରକୁ ଚଢ଼ି ପତାକା ବଦଳାନ୍ତି। ବିଶ୍ୱାସ ଅଛି ଏହି ପରମ୍ପରା ବନ୍ଦ ହେଲେ ମନ୍ଦିର 18 ବର୍ଷ ପାଇଁ ବନ୍ଦ ହୋଇଯିବ। ଏବେ ଚତୁର୍ଥରେ ଦେଖିବା ମହାପ୍ରସାଦର ଚମତ୍କାର। ମନ୍ଦିରର ମହାପ୍ରସାଦ କେବେ ଅଧିକ ହୁଏ ନାହିଁ, କେବେ କମ୍ ମଧ୍ୟ ପଡ଼େ ନାହିଁ। ହଜାର ହଜାର ଲୋକ ଆସୁଥିଲେ ମଧ୍ୟ ସମସ୍ତଙ୍କୁ ସେ ମିଳିଥାଏ। ଏହାକୁ ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ କୃପା ବୋଲି ମାନନ୍ତି। କାଳକାଳରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟି ଆସିଛି। ଭକ୍ତ ସଂଖ୍ୟା କମିଯାଉ କିମ୍ବା ବଢ଼ିଯାଉ, କେବେ ବି ଅଭଡ଼ାର ବା ଭଗବାନଙ୍କ ପ୍ରସାଦଙ୍କର ଅଭାବ ପଡ଼େ ନାହିଁ। ଏବେ ପଞ୍ଚମରେ ଆମେ ଦେଖିବା ରନ୍ଧା ଘରର ଅଦ୍ଭୁତତା। ଏଠାରେ ମାଟିର ହାଣ୍ଡି ଗୁଡ଼ିକ ଏକ ଉପରେ ଅନେକ ରଖି ଖାଦ୍ୟ ରନ୍ଧାଯାଏ। କିନ୍ତୁ ଆଶ୍ଚର୍ଯ୍ୟ କଥା, ସଭା ତଳ ହାଣ୍ଡଟି ରୋଷେଇ ନ ହୋଇ ସଭା ଉପର ହାଣ୍ଡିଟି ହିଁ ପ୍ରଥମେ ରୋଷେଇ ହୋଇଥାଏ। ଏହା ସାଧାରଣ ବିଜ୍ଞାନକୁ ଏକ ପ୍ରକାର ଚ୍ୟାଲେଞ୍ଜ ମଧ୍ୟ କରିଥାଏ। ଷଷ୍ଠ ରହସ୍ୟ, ଛାୟାର ରହସ୍ୟ। ମନ୍ଦିର ଶିଖର କେବେ ମଧ୍ୟ ଭୂମିରେ ଛାୟା ପକାଏ ନାହିଁ। ଆପଣ ଯଦି ଯିବେ ପୁରୀ ଜଗନ୍ନାଥ ମନ୍ଦିର କେବେ ବୁଲିବାକୁ ଯିବେ, ଆପଣ ଦେଖିବେ ସୂର୍ଯ୍ୟ ଯେଉଁ ଦିଗରେ ବି ପଡ଼ିଥାନ୍ତୁ କେବେ ବି ମନ୍ଦିରର ଛାଇ ଆପଣ ଦେଖିବେ ନାହିଁ। ସେ ପଶ୍ଚିମ ପଟେ ଥାଆନ୍ତୁ କି ପୂର୍ବ ପଟେ ଥାଆନ୍ତୁ, ଆପଣ ଦେଖିବେ ମନ୍ଦିରରେ କୌଣସି ପ୍ରକାର ଛାଇ ନାହିଁ। ଯାହା ଯୋଗୁଁ ଏହାକୁ ନିରାକାର ରୂପ ବୋଲି କୁହାଯାଏ। ଜଗନ୍ନାଥଙ୍କ ମନ୍ଦିର ସହିତ ଜଗନ୍ନାଥଙ୍କୁ ନିରାକାର ରୂପ ବୋଲି କୁହାଯାଏ। ଏହାକୁ ଅନେକ ଦିବ୍ୟ ଶକ୍ତି ବୋଲି ବିଶ୍ୱାସ କରନ୍ତି। 7ରେ ଆମେ ଦେଖିବା ସୁଦର୍ଶନ ଚକ୍ରର ରହସ୍ୟ। ମନ୍ଦିର ଉପରେ ଥିବା ସୁଦର୍ଶନ ଚକ୍ର ଆପଣ ଯେଉଁ ଦିଗରୁ ବି ଦେଖନ୍ତୁ, ଆପଣଙ୍କୁ ଦିଗକୁ ମୁହାଁ କରିଥିବା ଭାବରେ ହିଁ ଦେଖାଯିବ। ଆପଣ ଯେଉଁ ପଟ ଦିଗରୁ ହିଁ ଠିଆ ହୁଅନ୍ତୁ, ଆପଣ ଦେଖିବେ ସୁଦର୍ଶନ ଚକ୍ର ଯେପରିକି ଆପଣଙ୍କ ଆଡ଼ିକି ହିଁ ଚାହିଁକି ରହିଛି। ତାହେଲେ ବନ୍ଧୁମାନେ, ଏହା ଥିଲା ଜଗନ୍ନାଥ ମନ୍ଦିରର କିଛି ଅଦ୍ଭୁତ ରହସ୍ୟ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବେ। ଆଉ ଆଶା କରିବି ଆମ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରହିବେ। ଯେଉଁମାନେ ନୂଆ ଅଛନ୍ତି ସେମାନେ ସବସ୍କ୍ରାଇବ୍ କରିବେ। ପୁଣି ଆଉଥରେ ଦେଖା ହେବ ଏକ ଆକର୍ଷଣୀୟ ଭିଡ଼ିଓ ସହ। ଜୟ ଜଗନ୍ନାଥ।